ମନ ବା ବୋଧଗମ୍ୟ କରିପାରେ। ତାହିଁ ବାକ୍ ଶକ୍ତି ଥିବାରୁ ଜଣେ ଉଚ୍ଚାରଣ କରେ, ଜଣେ ଶୁଣେ। ଶୁଣିଥିବା ମଣିଷ ବକ୍ତାର ମନ ବୁଝିପାରେ, କିନ୍ତୁ ଯେଉଁ ପଶୁପକ୍ଷୀ ଧ୍ୱନି ସୃଷ୍ଟି କରନ୍ତି ତାହା ଭାଷା ନୁହେଁ, କାରଣ ଧ୍ୱନି କୌଣସି ଚିନ୍ତନ ଅଥବା ଜ୍ଞାନର ବିଚାର ନଥାଏ। ଚିନ୍ତନ ବିଚାର ରହିଲେ ତେଣୁ ସେମାନଙ୍କ ଧ୍ୱନି ନିରର୍ଥକ, କେବଳ ମଣିଷ ହିଁ ସାର୍ଥକ। ହ୍ୟୁମାନର କମ୍ୟୁନିକେସନ୍, ମାନବର ଯୋଗାଯୋଗ, ଫିଲିପ୍ସ କହିଥିଲେ। ଆରିଷ୍ଟଟଲ କହିଥିଲେ ସ୍ପିଚ୍ ଦ ରିପ୍ରେଜେଣ୍ଟେସନ୍ ଅଫ୍ ଏକ୍ସପ୍ରେସନ୍ ଅଫ୍ ଦ ମାଇଣ୍ଡ। ମନର ପ୍ରତିନିଧି ହେଉଛି ସ୍ପିଚ୍, ଭାଷଣ। ଭାଷା ହେଉଛି ମନୁଷ୍ୟର ମୁଖ ନିଃସୃତ ଧ୍ୱନିମାନଙ୍କର ଏକ ନିୟମବଦ୍ଧ ପଦ୍ଧତି, ଯାହା ସାଥିରେ ଏକ ଭାଷା ସମ୍ପ୍ରଦାୟର ଅନ୍ତର୍ଗତ। ସମସ୍ତ ବ୍ୟକ୍ତି ଆପଣା ଆପଣା ମଧ୍ୟରେ ବାର୍ତ୍ତା ବିନିମୟ କରି ସାମାଜିକ ଜୀବନ ଯାପନ କରନ୍ତି। ଭାଷାର ମନୁଷ୍ୟର ମୁଖ ନିଃସୃତ ଧ୍ୱନି ମାନଙ୍କର ଏକ ନିୟମବଦ୍ଧ ପଦ୍ଧତି। ସମସ୍ତ ବ୍ୟକ୍ତି ଆପଣା ଆପଣା ମଧ୍ୟରେ ବାର୍ତ୍ତା ବିନିମୟ କରି ସାମାଜିକ ଜୀବନ ଯାପନ କରନ୍ତି। ସମସ୍ତ ବ୍ୟକ୍ତି ଆପଣା ଆପଣା ମଧ୍ୟରେ ବାର୍ତ୍ତା ବିନିମୟ କରି ସାମାଜିକ ଜୀବନ ଯାପନ କରନ୍ତି, ଯାହା ସାହାଯ୍ୟରେ ଏକ ଭାଷା ସମ୍ପ୍ରଦାୟର ଅନ୍ତର୍ଗତ। ମାନବ ହିଁ ଏହାର ଅଧିକାରୀ। ଭାଷା ମନୁଷ୍ୟର ଚିରନ୍ତନ ଚିନ୍ତା ଶକ୍ତି, ଜ୍ଞାନରେ ପରିପୂର୍ଣ୍ଣ। ଭାଷା ମନୁଷ୍ୟକୁ ବାକ୍ଯନ୍ତ୍ର କ୍ଷମ, ଉଚ୍ଚାରଣକ୍ଷମ ଧ୍ୱନି ଯୋଗାଇଥାଏ। ଭାଷା ମାନବ ହିଁ ଏହାର ଅଧିକାରୀ। ଭାଷା ମନୁଷ୍ୟର ସଂରଚନ ଚିନ୍ତା ଶକ୍ତି, ଜ୍ଞାନରେ ପରିପୂର୍ଣ୍ଣ। ଭାଷା ମନୁଷ୍ୟର ବାକ୍ଯନ୍ତ୍ରକ୍ଷମ, ଭାଷା ଉଚ୍ଚାରଣକ୍ଷମ ଧ୍ୱନି। ଭାଷା ମନୁଷ୍ୟର ସଂରଚନ ଚିନ୍ତା ଶକ୍ତି, ଜ୍ଞାନରେ ପରିପୂର୍ଣ୍ଣ। ଭାଷା ମାନବ ହିଁ ଅଧିକାରୀ। ଉଚ୍ଚାରଣ ଧ୍ୱନି ସମଷ୍ଟି ହେଉଛି ଚିନ୍ତାର କେନ୍ଦ୍ର। ଉଚ୍ଚାରଣ ଧ୍ୱନି ସମଷ୍ଟି ଚିନ୍ତାର କେନ୍ଦ୍ରରେ ସୃଷ୍ଟି ହେଉଥିବା ପ୍ରତୀକ। ଚିନ୍ତା କଲେ ହିଁ ଭାଷା ବାହାରିବ। ଧ୍ୱନି ସମଷ୍ଟି ହେଉଛି ବିଭିନ୍ନ ସ୍ୱନିୟମରେ ସଜ୍ଜିତ ହୋଇଥିବ। ସମଷ୍ଟି ଭାଷା ହେବା ପାଇଁ ନିୟମ ସଜ୍ଜିତ। ଭାଷା ସାହାଯ୍ୟରେ ଗୋଟିଏ ସମ୍ପ୍ରଦାୟର ଭିନ୍ନ ଭିନ୍ନ ଲୋକ ନିଜ ବ୍ୟକ୍ତ କରିପାରନ୍ତି। ଯାହା ମନୁଷ୍ୟ ଚିନ୍ତାଧାରା ଓ ଭାବ ବିନିମୟ ନିଜର ବକ୍ତବ୍ୟ ବ୍ୟକ୍ତ କରିପାରନ୍ତି। ଭାଷା ଗୋଟିଏ ସାଂସ୍କୃତିକ ପାରମ୍ପରିକ ପ୍ରତିବିମ୍ବିତ। ଗୋଟିଏ ସଂସ୍କୃତିର ଭାଷା ନା ଓଡ଼ିଆ ଭାଷା ବଙ୍ଗଳା ଭାଷା କରେ ଓ ପ୍ରଭାବିତ କରେ। କି ଓଡ଼ିଆ ଭାଷା, ସଂସ୍କୃତ, ବଙ୍ଗାଳୀ, ସେ ଭାଷା ବିହାରୀ, ତାମିଲ ଶିକ୍ଷା ଲାଭ କରାଯାଏ। ଭାଷା ଏକ ସାମାଜିକ ସମ୍ପଦ। ଭାଷା ବକ୍ତାର ଚିନ୍ତାଧାରାକୁ ଶ୍ରୋତା ନିକଟରେ ପହଞ୍ଚାଇବ। କିଏ ଭାଷା ଦ୍ୱାରା ନିଜର ମନୋଭାବ ଅନ୍ୟର ବୋଧଗମ୍ୟ କରାଯାଇପାରେ, ତାହା ହିଁ ଶକ୍ତି ଥିବାରୁ ଏହାକୁ ଜଣେ ଉଚ୍ଚାରଣ କରେ, ଜଣେ ଶୁଣେ। ଶୁଣୁଥିବା ମଣିଷ ବକ୍ତବ୍ୟ ମନକୁ ବୁଝିପାରେ, କିନ୍ତୁ ଯେଉଁ ପଶୁପକ୍ଷୀମାନେ ଭାଷାର ଉତ୍ପତ୍ତି ବିଭିନ୍ନ ସିଦ୍ଧାନ୍ତ ଦୈବୀ ଉତ୍ପତ୍ତି ମାନେ ପ୍ରାଚୀନତମ ସିଦ୍ଧାନ୍ତ କହେ ଯେ ସମସ୍ତ ବସ୍ତୁ ପଦାର୍ଥ ଈଶ୍ୱରଙ୍କ ଅବଦାନ। ଈଶ୍ୱର ଏହାକୁ ସୃଷ୍ଟି କରିଛନ୍ତି ଭାଷା। ଠିକ୍ ସେହିପରି ଭାଷା ମଧ୍ୟ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି। ଯେପରି ଶ୍ୱାସ ପ୍ରଶ୍ୱାସ ରକ୍ତ ସଞ୍ଚାଳନ ଅଧିକାରୀ ହୁଏ, ଠିକ୍ ସେହିପରି ଭାଷା ଶକ୍ତିର ମଧ୍ୟ ଅଧିକାରୀ ହୁଏ। ତେଣୁ ଭାରତୀୟ ପରମ୍ପରା ଠାରୁ ବିଶ୍ୱାସ ଅଛି ଯେ ସଂସ୍କୃତ ହେଉଛି ଦେବଭାଷା। ତେଣୁ ପୁନଶ୍ଚ ଋକ୍ ବେଦରେ ଉଲ୍ଲେଖ କରାଯାଇଛି ଯେ ବାଗ୍ଦେବୀଙ୍କ ଭାଷାକୁ ଦେବମାନେ ସୃଷ୍ଟି କରିଥିଲେ। ତେଣୁ ଭାଷା ଦେବତାଙ୍କଠୁ ଆସିଛି, ଭଗବାନ ସୃଷ୍ଟି କରିଛନ୍ତି ବୋଲି ପୁରାଣ ଶାସ୍ତ୍ର। ତାପରେ ହେଉଛି ସଂସ୍କୃତିରେ ବିଶ୍ୱାସ କରାଯାଏ, ପରମ୍ପରାର ବିଶ୍ୱାସ ଅଛି। ଭଗବାନ ଯେମିତି ଶରୀର ଦେଇଥାନ୍ତି, ଭାଷା ମଧ୍ୟ ଦେଇଥାନ୍ତି। ଦେବତାମାନେ ସୃଷ୍ଟି କରିଥିଲେ। ମିଶରମାନେ ସେମାନଙ୍କ ପବିତ୍ର ଗ୍ରନ୍ଥ ଦେବଭାଷା ବୋଲି କହିଥିଲେ। ହୁନୁ ମିଶରମାନେ ପବିତ୍ର ଗ୍ରନ୍ଥ ହେଉଛି ଜିନ୍ଦାବେସ୍ତା ବା ଦୋନୁ। କ୍ୟାଥୋଲିକ ମାନେ ହିବ୍ରୁ ଭାଷା ଦେବଭାଷା କହନ୍ତି। କ୍ୟାଥୋଲିକ ମାନେ ଖ୍ରୀଷ୍ଟିଆନ। ବୌଦ୍ଧମାନେ ପାଲି ଭାଷାକୁ କହନ୍ତି ଈଶ୍ୱରଙ୍କ ଭାଷା। ପାଲି ଭାଷା ବୁଦ୍ଧଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ବୋଲି କହନ୍ତି ବୌଦ୍ଧମାନେ। ସେଥିରେ ଆମେ ଏହି ସିଦ୍ଧାନ୍ତ କହୁ ଯେ ଭାଷା ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଅଧିକ ବଳିଷ୍ଠ। ତେଣୁ ଭାଷା ମନୁଷ୍ୟର ମୁଖସ୍ଥ ବାଣୀ, ଏରା ସବୁ ଧ୍ୱନି ଫନି ସବୁ ହେଇଛି, କିନ୍ତୁ ଦେବ ହିଁ ଭାଷା। ମାତ୍ର ଏଥିରେ କୌଣସି ବୈଜ୍ଞାନିକ ସତ୍ୟତା ନାହିଁ, କେବଳ କଳ୍ପନା ଅନୁମାନ ଦ୍ୱାରା କରାଯାଉଛି। ତା ଧାତୁ ସିଦ୍ଧାନ୍ତ ବା ଅନୁସିଦ୍ଧାନ୍ତ। ଧାତୁ ମାନେ ଧାତୁରୁ ହେଇଛି, ପ୍ରତ୍ୟୟରେ ହେଇଛି ଭାଷା। ପାଣିନି ବି କହିଥିଲେ ଧାତୁରୁ ହେଇଛି। ଆଲୋଚନା କରିଥିଲେ ଯେ ହେସ୍ ଏହାକୁ ଅଧିକ ବିଚାର ବିଶ୍ଳେଷଣ କରିଥିଲେ। ପ୍ଲାଟୋ, ହେସ୍, ଜର୍ମାନୀୟ ପ୍ରଫେସର ହେସ୍। ଧାତୁରୁ ହିଁ ହେଉଛି ଶବ୍ଦ ସୃଷ୍ଟିର ମୂଳ ବୀଜ। ଧାତୁ ହେଉଛି ଶବ୍ଦରୁ ଭାତ କ'ଣ ଖାଇବା, ଖା ଧାତୁ ବା ଖାଦ୍ ଧାତୁ। ସବୁ ଶବ୍ଦ ହେଉଛି ଯେଉଁ ଆମେ ଭାଷା କହୁଛି, ତା ଶବ୍ଦ ବାକ୍ୟ ବା ଶବ୍ଦଟା ଧାତୁରୁ ଆସିଛି। ମ୍ୟାକ୍ସୱେଲ୍ କହିଛନ୍ତି ଯେ ଶବ୍ଦ ସୃଷ୍ଟି କରୁଥିବା ଧାତୁ ଗୋଟିଏ ଧାତୁରେ ତାଙ୍କ ମଧ୍ୟରେ ପୋତିଥିବା ତମ୍ବା, ପିତ୍ତଳ, ଲୁହା, ସୁନା ପ୍ରଭୃତି ବିଭିନ୍ନ ଧାତୁ ଭିନ୍ନ ଭିନ୍ନ ଧ୍ୱନି ସୃଷ୍ଟି କରିଥାନ୍ତି। ଓ ମ୍ୟାକ୍ସୱେଲ୍ କହିଥିଲେ ସବୁ ଯେଉଁ ଧାତୁ ମିଳୁଛି, ଧାତୁରୁ ସବୁ ଧ୍ୱନି ବାହାରିଥିବ, ସେଇ ଧ୍ୱନିରୁ ସବୁ ଶବ୍ଦ ସୃଷ୍ଟି ହେଇଛି। ତମ୍ବା, ପିତ୍ତଳ, ଲୁହା, ସୁନା, ଏଟା ସବୁ ଏଥିରୁ ଧ୍ୱନିକୁ ଅନୁକରଣ କରିଥିବ
ଏବଂ ଧ୍ୱନି ଉଚ୍ଚାରଣ କରିବାକୁ ଚେଷ୍ଟା କରିଥିବେ ଏବଂ ପରବର୍ତ୍ତୀ ସମୟରେ ଭାଷା ସୃଷ୍ଟି ହୋଇଛି। ସୁନା ରୂପା ସବୁ ତମ୍ବା ପିତ୍ତଳ ଏସବୁ ବିଭିନ୍ନ ଧ୍ୱନି କରିଛନ୍ତି ନା, ଧ୍ୱନିରୁ ସବୁ ଆସ୍ତେ ଆସ୍ତେ ଅନୁକରଣ କରିକିରି ସବୁ ଭାଷା ସୃଷ୍ଟି ହେଇଛି। ଆଉ ତାପରେ ସଂକେତ ସିଦ୍ଧାନ୍ତ, ନିର୍ଣ୍ଣୟ ସିଦ୍ଧାନ୍ତ। ଫ୍ରାନ୍ସର ବିଦ୍ୱାନ ରୁଷ ସମାଜ ଭିତରେ ଗବେଷଣା କରି ଭାଷା ସଂସ୍କୃତରେ ସିଦ୍ଧାନ୍ତ ଦେଉଥିଲା। ସଂକେତ ଭାବେ ସେ ଦେଖିଲେ ଯେ ହସ୍ତର ସଂକେତ ଦ୍ୱାରା ସମସ୍ତ କାର୍ଯ୍ୟ କରି ହେଉନାହିଁ। ସେତେବେଳେ ସେମାନେ ଏକ ହୋଇ ସେ ଧାତୁ କେମିତି ତିଆରି କଲେ? ସଂକେତ ପ୍ରଥମେ ଦେଉଥିଲେ, କିନ୍ତୁ ସଂକେତ ଦ୍ୱାରା ସବୁକିଛି ହେଲାନି। ତେଣୁ ଏକ ହେଇକିରି ସବୁ ବିଭିନ୍ନ କାର୍ଯ୍ୟ ପାଇଁ ଧ୍ୱନି ସଂକେତ ଶବ୍ଦରେ ଏକ ହୋଇ କେତେକ ଧ୍ୱନିକୁ ସଂକେତରୁ ସ୍ୱୀକାର କରିଥିଲେ। ହସ୍ତର ସଂକେତ ଦ୍ୱାରା ସବୁ କାର୍ଯ୍ୟ ହେଇପାରିଲାନି। ଏହି ଧ୍ୱନି ସଂକେତ ଶବ୍ଦରେ ଏବଂ ପରେ ଶବ୍ଦରୁ ଭାଷା ସୃଷ୍ଟି ହେଇଥିଲା। ବାକ୍ୟରୁ ଶବ୍ଦରୁ ଭାଷା ସୃଷ୍ଟି ହେଇଥିଲା। ତେଣୁ ଏକାଠି ହୋଇକି ବିଭିନ୍ନ କାର୍ଯ୍ୟ କରି ହେଉନଥିଲା। ତେଣୁ ଏକାଠି ହୋଇ କେତେକ ଧ୍ୱନିକୁ ସାଙ୍କେତିକ ସ୍ୱୀକାର କରିଥିଲେ। ଧ୍ୱନି ସଂକେତରୁ ବିଭିନ୍ନ କାର୍ଯ୍ୟ ସବୁ ସ୍ୱୀକାର କରିଥିଲେ। କେଉଁ ଶବ୍ଦ ହେଲେ କେଉଁ କାର୍ଯ୍ୟ, ସେଇ ଶବ୍ଦରୁ ଭାଷା ସୃଷ୍ଟି ହେଇଛି। କାଳରେ ମଣିଷ ହସ୍ତରେ ସଂକେତ ଦ୍ୱାରା ଭାବର ଆଦାନ ପ୍ରଦାନ କରିବାକୁ ଚେଷ୍ଟା କରୁଥିଲା। ହସ୍ତ ସଂକେତ ଦ୍ୱାରା ସବୁ କାର୍ଯ୍ୟ ଧ୍ୱନି ଅନୁକରଣ ସିଦ୍ଧାନ୍ତ, ଥିଓରି। ଧ୍ୱନି ମଣିଷ ଚତୁର୍ପାର୍ଶ୍ୱରେ ଥିବା ପଶୁପକ୍ଷୀମାନଙ୍କ ଧ୍ୱନି ଅନୁକରଣ କରି କେତେକ ଶବ୍ଦ ନିର୍ମାଣ କରିଥିଲେ। ଏହି ଶବ୍ଦର ଭାଷା ସୃଷ୍ଟି ହେଇଛି। ଏବଂ ଏହି ସିଦ୍ଧାନ୍ତ ପ୍ରବକ୍ତା ହେଉଛି ରୁଷ। ଆଉ ଧ୍ୱନିରୁ ଶବ୍ଦ ହେଇଛି ପଶୁପକ୍ଷୀମାନଙ୍କ ଧ୍ୱନି ଅନୁକରଣ। ବିରାଟର ମେଁ ମେଁ, କୋଇଲିର କୁହୁ କୁହୁ, କାଉର କା କା, ସାପର ସୁ ସୁ, ମୟୂରର ଭଁ ଭଁ, ଛେଳିର ମେଁ ମେଁ, ଗାଈର ହମ୍ବା, ବିଲୁଆର ହୁକେ ହୁ। ଧ୍ୱନିରୁ ସବୁ ଭାଷା ହେଇଛି। ଆଉ ହେ ହୋ ଏହିପରି ଆଉଳା ମାରୁଥିଲେ। ନାମକରଣ କରାଯାଇଛି। ତାଙ୍କ ମତେ ମଣିଷ ଯେତେବେଳେ କଠିନ ପରିଶ୍ରମ କରିଥାଏ, ସେ ଫୁସଫୁସରୁ ନିଶ୍ୱାସ ଜୋରରେ ନିର୍ଗତ ହୋଇଥାଏ। ବାୟୁ ପ୍ରବାହ କାରଣରୁ ସେ ବିଭିନ୍ନ ଭାଷା ବାହାର କରିଥାଏ। ସ୍ୱରତନ୍ତ୍ର କଙ୍କାଳ ହୁଏ ଏବଂ କେତେକ ଧ୍ୱନି ସୃଷ୍ଟି ହୋଇଥାଏ। ଏହି ଧ୍ୱନିରୁ ଶବ୍ଦ ଭାଷା ସୃଷ୍ଟି ହୋଇଥାଏ। ସ୍ୱରତନ୍ତ୍ରୀ କମ୍ପିତ ହୁଏ କାମ କଲା ବେଳେ, ତେଣୁ ଧ୍ୱନି ସୃଷ୍ଟି ହୁଏ ଏବଂ ଏହି ଧ୍ୱନିରୁ ଶବ୍ଦ ଭାଷା ସୃଷ୍ଟି ହୋଇଥାଏ। ହିଓ ହିଓ ଛିଓ ଛିଓ ଶବ୍ଦ କରି ଉଚ୍ଚାରଣ କରି ଏଥିରୁ ମଧ୍ୟ ଭାଷା ସୃଷ୍ଟି ଧ୍ୱନି ସୃଷ୍ଟି ହେଇଛି। ସିଦ୍ଧାନ୍ତଟିକୁ ପ୍ରଥମେ ଉପସ୍ଥାପନ କରିଥିଲେ କାର୍ଲିଂ। ତାଙ୍କ ମତରେ ମଣିଷ ପ୍ରଥମେ ବିଚାର ପ୍ରଧାନ ହେବା ଅପେକ୍ଷା ଅଧିକ ଥିଲାବାଲା ପ୍ରଧାନ। ବିଚାର ପ୍ରଧାନ ହେବା ଅପେକ୍ଷା ଅଧିକ ଥିଲାବାଲା ମଣିଷର ମୁଖ୍ୟ ଆବେଗ ଗୁଡ଼ିକ ହେଉଛି। ତାପରେ ଏଥିରୁ ସବୁ ଭାଷା ସୃଷ୍ଟି ହେଇଛି। ଭାବାବେଗ ସିଦ୍ଧାନ୍ତରୁ ଭାବାବେଗ, ତାପରେ ପ୍ରେମରୁ ସବୁ ସୃଷ୍ଟି ହେଇଛି ଭାଷା। ସକଳ ପ୍ରକାର ଭାବାବେଗ ମଧ୍ୟରେ ପ୍ରେମ ହେଉଛି ସର୍ବୋତ୍ତମ ଏବଂ ଏଥିରୁ ଭାଷା। ଏହି ସିଦ୍ଧାନ୍ତ ଅନୁଯାୟୀ ପ୍ରାଚୀନ କାଳରେ ଆଦିମ ମନୁଷ୍ୟ କାମ କରିବା ସମୟରେ ତାଙ୍କର ଉଚ୍ଚାରଣ ନାମ ଅବୟବ ଗୁଡ଼ିକ କାର୍ଯ୍ୟକ୍ଷମ ଅବୟବ ଗୁଡ଼ିକୁ ଅନୁକରଣ କରୁଥିଲା। ବିଭିନ୍ନ କାମ କଲା ସମୟରେ ବିଭିନ୍ନ ସେ ଅବୟବ ଶରୀରର ହାଲଚାଲ, ଶରୀରର ଦିଗ, ଗତି ଆଡ଼ିକି ସେଥିରୁ ଭାଷା ସୃଷ୍ଟି। ଉତ୍ତରାଞ୍ଚଳରେ ଥିବା ଓଡ଼ିଆ ଭାଷା ହେଉଛି ମାନକ ଓଡ଼ିଆ ଭାଷା, ଭିନ୍ନ, ସ୍ୱତନ୍ତ୍ର। ମାମି, ମାଇଁ, ଭୁବା, ବୋହୂ, ଭାଉଜ, କାକା, ବଡ଼ ଭାଇ, କଳା, କଜଳ, ତିମ୍, ଅଣ୍ଡା, ଡିମ୍, ଡିମ୍। ତାପରେ ବାଦଲ, ମେଘ, ବାପା, ଛାଙ୍କିବା, ଛାଡ଼ିବା ଇତ୍ୟାଦି। ଓଡ଼ିଆ ଭାଷା ଉପଭାଷାରେ ମାନକ ଓଡ଼ିଆ। ଉତ୍ତରାଞ୍ଚଳୀୟ ଓଡ଼ିଆ ଭାଷାରେ ମାନକ ଓଡ଼ିଆ ଭିନ୍ନ ଅଛି। ଭାଷା ପାଞ୍ଜିଆ, ପେଞ୍ଜିଆ, କୁରୁମାଳି ଭାଷା ଏ ହେଉଛି ମାନକ ଭାଷା, ହେଉଛି ମୁଖ୍ୟ ଭାଷା। କୁରୁମାଳି ହେଉଛି ଉପଭାଷା। ଏକଥା, ଇକଥା, ଔଷଧ, କୋବି, କବିଟା ବ୍ୟଞ୍ଜନ ଭୂମିଗତ ବୈଶିଷ୍ଟ୍ୟ। ମାନକ ଭାଷା କୁରୁମାଳି ଭାଷା। ରବିବାର, ରହିବାର, ମୁଁ, ଆସୁ, ତେତର, ତେନ୍ତୁଳି, ଏଟା ହେଉଛି ମାନକ ଭାଷା ଉପଭାଷା। ତେତର, ତେନ୍ତୁଳି। ପଶ୍ଚିମାଞ୍ଚଳ ଓଡ଼ିଆ ସମ୍ବଲପୁରୀ ଆଞ୍ଚଳିକ ଭାଷା। କଳାହାଣ୍ଡି ଜିଲ୍ଲା, ଦେବଗଡ଼ ଜିଲ୍ଲାଠାରୁ ନୂଆପଡ଼ା ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳକୁ କୁହାଯାଏ ପଶ୍ଚିମାଞ୍ଚଳ ଭାଷା। ଆଦିବାସୀ ସମ୍ପ୍ରଦାୟ ଭାଷା ତ ଏଗୁଡ଼ାକ। ପଶ୍ଚିମାଞ୍ଚଳ କଥିତ ଭାଷା, ଏଇଟା ଆଦିବାସୀ ଭାଷା। ଉତ୍ତରାଞ୍ଚଳ ପଡ଼େ। ଉତ୍ତରାଞ୍ଚଳ ହେଉଛି କେଉଁଟା? ମୟୂରଭଞ୍ଜ, ବାଲେଶ୍ୱର, ଏ ପଶ୍ଚିମାଞ୍ଚଳ। ଉତ୍ତରାଞ୍ଚଳ ପଶ୍ଚିମାଞ୍ଚଳ ତଳକୁ, ବାଲେଶ୍ୱର ପଟେ, କଲିକତା ପଟେ ହେଉଛି ପଶ୍ଚିମାଞ୍ଚଳ। ଉତ୍ତରାଞ୍ଚଳ ପଶ୍ଚିମାଞ୍ଚଳ ହେଉଛି ସୁନ୍ଦରଗଡ଼ଠୁ ଦେବଗଡ଼, କଳାହାଣ୍ଡି, ଦେବଗଡ଼ଠାରୁ ନୂଆପଡ଼ା।
पानी की पाइन, जर को जर, तापर माटी को माइट माइट, ये सब पश्चिमांचल आदिवासी भाषा। आलू को आलू, हलिया को हलिया, कमला को कमला, राती रायत, ये सब आदिवासी भाषा। डाली